ମୁଁ କୈଳାସ ଚନ୍ଦ୍ର ମେହେର ମୋ ନାଁ। ମୁଁ ବଲାଙ୍ଗୀରରୁ ଆସିଛି। ମୁଁ ଗୋଟେ ହ୍ୟାଣ୍ଡିକ୍ରାଫ୍ଟ ପରିବାରର ସନ୍ତାନ। ଆଉ ମାନେ ମୁଁ ଶାନ୍ତିନିକେତନରୁ ଡିଗ୍ରୀ କଲା ପରେ ମୁଁ ହ୍ୟାଣ୍ଡଲୁମ୍ ଡିପାର୍ଟମେଣ୍ଟରେ ସର୍ଭିସ୍ କଲି। ସର୍ଭିସ୍ କରିକିରି ମୁଁ ବହୁତ ହ୍ୟାଣ୍ଡଲୁମ୍ର ବହୁତ ଡେଭଲପ୍ କଲି। ତାପରେ ସାଙ୍ଗେ ସାଙ୍ଗେ ସାଇମଲ୍ଟେନିୟସଲି ମୁଁ ଯେହେତୁ ଗୋଟେ ଆର୍ଟିଷ୍ଟ ଶାନ୍ତିନୁ ଡିଗ୍ରୀ କରିଛି, ଆର୍ଟ ଉପରେ ମୁଁ ପୁଣି ଏକାଗ୍ରତା କରିକିରି ବହୁତ ନାଁ ଦେଶ ବିଦେଶରେ ମୁଁ ବହୁତ ନାଁ କଲି। ପେଣ୍ଟିଂରେ ମଡ଼ର୍ଣ୍ଣ ଆର୍ଟ ଏବଂ ଆମ ଟ୍ରେଡ଼ିସନାଲ୍ ଆର୍ଟ ଉପରେ ମୁଁ କାମ କଲି। ଆଉ ଗୋଟେ ନୂତନ ଧରଣର ଟ୍ରେଡ଼ିସନ୍ ବି ମୁଁ କ୍ରିଏଟ୍ କରିଥିଲି, ଯାହାଫଳରେ କି ମୋ ସ୍ତ୍ରୀ, ମୋ ଦୁଇ ପୁଅ ଝିଅ ଠୁ ଆରମ୍ଭ କରିକିରି ଶହ ଶହ ଝିଅମାନଙ୍କୁ ମୁଁ ଟ୍ରେନିଂ ଦେଇକିରି ଏ ଆର୍ଟର ଡେଭଲପମେଣ୍ଟ କରେଇଲି, ଯେଉଁଥିରେ କି ବହୁତ ଝିଅମାନଙ୍କର ତ ସମସ୍ତଙ୍କର ବାହାଘର ହେଇଗଲା ଯେତେ ଟ୍ରେନିଂ ମୁଁ ଦେଲି। ସାଇମଲ୍ଟେନିୟସଲି ବହୁତ ଲୋକ ଛୋଟ ମୋଟ ବଡ଼ ଚାକିରି ବି ପାଇଲେ। ଆଉ ଏବେ ବି ମୁଁ ଗରିବ ପୁଅ ଝିଅମାନଙ୍କୁ ଦେଖିଲେ ତାଙ୍କୁ ଆସିଷ୍ଟାଣ୍ଟ କରିକି ସାହାଯ୍ୟ କରୁଛି। ଆଉ ଗରିବ ମାନଙ୍କୁ ସେମିତି ଆର୍ଟ ବିକ୍ରିକି ପଇସା ପାଉଛି। କିନ୍ତୁ ଏଇ ଯେ ମୁଁ କ୍ରାଫ୍ଟ ମୁଁ କଣ୍ଟେମ୍ପୋରାରୀ ପେଣ୍ଟିଂରେ ଡିଗ୍ରୀ କରିଥିଲି ଶାନ୍ତିନିକେତନରେ, କିନ୍ତୁ ମୁଁ ଗୋଟେ ଆର୍ଟ କ୍ରିଏଟ୍ କଲି ଓଡ଼ିଶା ପଟ୍ଟଚିତ୍ର ହିସାବରେ। ଆଉ ସେଟା ଏତେ ନାମ କରିଛି ଯେ ତା ଉପରେ ମୋର ଚାରିଆଡ଼େ ମୋର ପେଣ୍ଟିଂ ବିକ୍ରି ହେଉଛି। ବିଶେଷ କରି ମୋର ଗୋଟେ ବୃକ୍ଷ ଚିତ୍ର, ଯାହାକୁ କି ସାରା ଭାରତ କ'ଣ ସାରା ୱାର୍ଲଡ ବର୍ତ୍ତମାନ କପି କରୁଛି। ଗଛ ଚିତ୍ର ମୁଁ କରିଥିଲି, ସେଟା ପପୁଲାର ଇନ୍ଦିରା ଗାନ୍ଧୀଙ୍କର ଯେ ଖାସ୍ ଦୋସ୍ତ ଥିଲେ, ସେ ମୋତେ ମୋ ଭୁବନେଶ୍ୱରରେ ଆମର ୱିଭର ସର୍ଭିସ ସେଣ୍ଟର ଥିଲା, ସେଠୁ ଆସିକିରି ମୋତେ ବହୁତ 10-20 ଲକ୍ଷ ଟଙ୍କା ଝରଣା ବେହେରା ପଟ୍ଟଚିତ୍ର ଆର୍ଟିଷ୍ଟ ଭୁବନେଶ୍ୱରରେ ହିଁ କାମ କରେ ମୁଁ। ଖୁସି ତ ବହୁତ ଲାଗୁଛି କି ହଁ ମୁଁ ଯାହା ମଞ୍ଚ ଉପରୁ ଆସି ପାରିଲି। ଆଉ ଏଇଟା ତ ମୋର ଲାଷ୍ଟ ନୁହେଁ, ଆଗକୁ ବି ମୋର ବଢିବି। ଆଉ ମୁଁ ଚେଷ୍ଟା କରିବି ଆଗକୁ ବି ଇଏ କରିବି, ମତେ ଖୁସି ଅଛି। କିନ୍ତୁ ଯେମିତି ମୁଁ ସାର୍ ଅଗଣିତ ମୁଁ କହିପାରିବିନି କେତେ ବନେଇଛି, କିନ୍ତୁ ମୁଁ କେବେ ବି ଷ୍ଟପ୍ ହେଇନି। ମୋର ସବୁ 15 ବର୍ଷ ହେଲା ଚାଲିଛି ମୋର ପଟ୍ଟଚିତ୍ର। ଆମ ଗୁରୁଙ୍କ ପାଖରେ ମୁଁ ସବୁବେଳେ କରୁଛି କାମ। ମତେ ରାଧାକୃଷ୍ଣଙ୍କର ଷ୍ଟୋରି ଉପରେ ମତେ କରିବାକୁ ବେଶୀ ଭଲ ଲାଗେ। ମୁଁ ତାଙ୍କର ଯେହେତୁ ବେଶୀ ଭକ୍ତ, ସେଥିପାଇଁ ମତେ ରାଧାକୃଷ୍ଣଙ୍କ ଷ୍ଟୋରିଟା ଭଲ ଲାଗେ। ଆଉ ସେମିତି ଦେଖିଲେ ମୁଁ ସବୁ ପ୍ରକାର ଷ୍ଟୋରି କରିଛି, ବଡ ବଡ ଷ୍ଟୋରି 6 ଫୁଟିଆ 7 ଫୁଟିଆ ଏମିତି କରିଛି। କିନ୍ତୁ ମତେ ରାଧାକୃଷ୍ଣଙ୍କ ଷ୍ଟୋରି ଛୋଟ ହେଲେ ବି ମତେ ଭଲ ଲାଗେ। ମୋର ନାଁ ଉମେଶ ଚନ୍ଦ୍ର ବେହେରା, ଜିଲ୍ଲା ଜଗତସିଂହପୁର, ଗ୍ରାମ ଗନାଇଲୁ। ଆଜି ମୋତେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପଟ୍ଟଚିତ୍ରରେ ମୋତେ ରାଜ୍ୟସ୍ତରୀୟ ମେଳାର ଏ ଯେଉଁ ଆମର ହସ୍ତଶିଳ୍ପ ପୁରସ୍କାର ମିଳିଛି। ମୁଁ ପଟ୍ଟଚିତ୍ର କରେ। ମୁଁ କରେ ଟସର ଉପରେ କରେ। ଆଉ ପଟି ମତଲବ ଆମର ଯେଉଁ ହ୍ୟାଣ୍ଡମେଡ୍ କ୍ୟାନଭାସ୍, ଯେଉଁଟା କୁହାହେଉଛି ଆମର ପୁରୁଣା ପଦ୍ଧତିରେ ଆମର ଜଗନ୍ନାଥ ଯେଉଁଠି ରଙ୍ଗ କରାଯାଏ, ଯେଉଁ ପଟି ଦିଅଁ ବୋଲିକି, ସେଇଥିରୁ ଆମର ସୃଷ୍ଟି ହେଇଛି। ସେଇଠୁ ଆରମ୍ଭ ହେଇଛି। ଏହି ପଟ୍ଟଚିତ୍ରରେ ଆମେ ବିଭିନ୍ନ ପ୍ରକାର ଶୈଳୀରେ ପାରମ୍ପରିକ ଚିତ୍ରକଳା ଆମେ କରିଆସୁଛୁ। ମୋର ମୁଁ ଦୀର୍ଘ 24 ବର୍ଷ ଧରି କାମ କରିଆସୁଛି। ଆଜି ମୁଁ 2008 ମସିହାରେ ରାଜ୍ୟସ୍ତରୀୟ ନମୁନା ପୁରସ୍କାର ପ୍ରାପ୍ତ ହୋଇଥିଲି। ଆଉ ମୁଁ ବହୁତ ଚେଷ୍ଟା କରିଥିଲି, କିନ୍ତୁ ତାପରେ ମୋତେ ସୁଯୋଗ ମିଳିଲା। ଗତ 2023ରେ ମୁଁ ଆଜି ସଫଳ ହେଇଛି। ଭାବିନଥିଲି, ତଥାପି ମୁଁ ବହୁତ ଖୁସି। ଆଉ ମୋର ଯେଉଁ ଚିତ୍ରଟି ହେଇଥିଲା ମାନେ ନୂଆ ଢାଞ୍ଚାରେ ହେଇଥିଲା। ଏଥିରେ ଥିଲା ରାମାୟଣର ଗୋଟେ ଆମର ଯେଉଁଟା କୁହାଯାଉଛି ରାମାୟଣରେ ଆଧାରିତ। ଏ ରାମାୟଣରେ ମୁଁ 5ଟି ଯେଉଁ ପଞ୍ଚଭୂତ ଅଛି, ସେ ପଞ୍ଚଭୂତକୁ ନେଇକରି ମୁଁ ରାମାୟଣ ଖଞ୍ଜାଇଛି। ଏ ଚିତ୍ର ହେଉଛି 4 ଫୁଟରେ 3 ଫୁଟ। ଆମର ଏଇ ପଟ୍ଟଚିତ୍ରରେ ହେଇଛି। ଜଳ ଆଜ୍ଞା, ଏଇ ସବୁ ଦେଶୀ ରଙ୍ଗ। ଦେଶୀ ରଙ୍ଗ ମତଲବ ଆମର
ଶଙ୍ଖ ଧଳା ଧଳା ଗେରୁ ହେଙ୍ଗୁଳ ହର୍ତ୍ତାର କଳା। କେତେ ସମୟ କେତେ ଦିନ ଲାଗେ ଏ ଚିତ୍ର ମୋତେ ତ କରିବାକୁ ବହୁତ 2.5 ମାସ ଲାଗିଛି। ଦିନ ରାତି ମୁଁ ବହୁତ ପରିଶ୍ରମ କରି ଏ ଚିତ୍ରଟି ସାରିକି ବହୁତ କଷ୍ଟରେ ମୁଁ ଦେଇଛି। ପାରିଶ୍ରମ ତ ଆମେ ଯେଉଁ ଚିତ୍ରଟି ଦେଇଛୁ ସେଇଟା ଆମର ରାଜ୍ୟ ହସ୍ତଶିଳ୍ପରେ ସେଇଟା ସାମିଲ କରାଗଲେ ତାପରେ ତାର ମୂଲ୍ୟ ତ ଆମେ ନିଜେ ପେଣ୍ଟିଂଟା ଫେରସ୍ତ ପାଇବୁ ଆଉ ତାକୁ ବିକ୍ରି କରିବୁ ଯେକୌଣସି ମେଳାରେ ଆମେ ବିକ୍ରି କରିପାରିବୁ ଉଚିତ ମୂଲ୍ୟରେ।